राम राम भाइलो झिଅ ମାନଙ୍କୁ ପୁଅ ପିଲା ଖାଲି କାମ ବାସନା ନଜରରେ ଦେଖିବାଟା ଆଉ ମନ କିଛି ନାହିଁ। ଏତେ ଥର ଭାବିବୁ ନାହିଁ ସେ ଝିଅ ହିଁ ଆମ ମା ବଣିଛି, ସେ ଝିଅ ହିଁ ଆମ ଭଉଣୀ ହେଇଛି, ସେ ଝିଅ ହିଁ ଆମ ମାଇକିନା ହେଇଛି, ସେ ଝିଅ ହିଁ ଆମ ଝିଅ ବି ଗୋଟେ ବଢିବ। ଝିଅ ପିଲାଙ୍କୁ ସମ୍ମାନ ଦେବାଟା ଶିଖିଲୁଣି। ସେ ଝିଅ ପିଲା ଆମକୁ କି ଅନ୍ୟ ଲୋକ ଝିଅ ଝିଅ ହିଁ ତାଙ୍କୁ ଏତିକି ସେନ୍ ଶକ୍ତି, ତାଙ୍କୁ ଏତିକି କର୍ତ୍ତବ୍ୟ ଆମ ଏଇ ଦୁନିଆରେ କୋଉ ପୁଅ ବି ଦୁନିଆରେ କରୁନାହାନ୍ତି। ତାହେଲେ ଆମେ ନ ଉଠିଲା ଆଗରେ ଘରେ ଉଠିବେ, ଘରେ ଝାଡୁ କରିବେ, ଘର ଧୁଆଧୁଇ କରିବେ, ଘର କାମ ସବୁ ସାରିବେ, ସକାଳେ ଆମ ପାଇଁ ଟିଫିନ କରିଦେବେ, ତାପରେ ରୋଷେଇ କରିବେ, ବାରଟାରେ ଖାଇବା ପାଇଁ ଭାତ କରିବେ, ଆମ ଡ୍ରେସ ପଟା ସଫା କରିବେ, ଆମ ପିଲା ଛୁଆ ତାଙ୍କୁ 9 ମାସ ଗର୍ଭରେ ଧରିବେ, ନିଜେ ନ ଖାଇ ନ ପିଇ ତାଙ୍କୁ କେତେ ଦୁଃଖ କଷ୍ଟରେ 9 ମାସ ଛୁଆ କରି ତାଙ୍କୁ ବଡ କରିବେ, ତାଙ୍କୁ ଏଇ ସଂସାରରେ ଅଣିବେ, ତାକୁ ଗୋଟେ ଗୋଟେ ସେକେଣ୍ଡ ଖାଇବାଟା ପିଇବାଟା ବୁଲେଇବାଟା ଗୋଟେ ଗୋଟେ ସେକେଣ୍ଡ ତା ନିଜ ସ୍ୱପ୍ନ ସବୁ କିଛି ମାରିଦେବ। ଗୋଟେ ଝିଅ ସେ ଛୁଆକୁ ବଡ କରିବା ପାଇଁ ସେ ଆମ ପାଇଁ ଆସିଥିବ। ଆମେ ସେ ଝିଅକୁ ସମ୍ମାନ ଦେବାଟା ଶିଖିବୁ। ଆମ ନିଜ ମାଇକିନା ହଉ କି ନିଜ ମା ହଉ କି ନିଜ ଭଉଣୀ ହଉ, ଝିଅ ଝିଅ ହିଁ ପ୍ରତ୍ୟେକ ଝିଅ ସେମ୍ ହିଁ। ସମସ୍ତଙ୍କର ଝିଅ ଖା ନା କା ଝିଅ ହିଁ, ଖା ନା କା ଭଉଣୀ, କାହାର ସ୍ତ୍ରୀ ହିଁ। ଆମେ ଅନ୍ୟ ଲୋକ ଝିଅକୁ ଯୋଉ ଖାମ ବାସ୍ନା ନଜରରେ ଦେଖୁଛୁ ସେଟା ଗୋଟେ ଗୋଟେ ଅଧର୍ମ ହଉଛି। ଆମେ ଝିଅ ପିଲାକୁ ସମ୍ମାନ ନ ଦେଲା ତେବେ ତ ଆମ ମନରେ କେବେ ସନ୍ତୁଷ୍ଟି ମିଳିବ ନାହିଁ, କି ସଂସାରରେ ଆମ ଘରେ ସୁଖ ଶାନ୍ତି କେବେ ଆସିବ ନାହିଁ, ଆମ ଘରେ ଦରିଦ୍ର କେବେ କମିବ ନାହିଁ, ଆମ ଘରେ ସୁଖ ଶାନ୍ତି କିଏ ରହିପାରିବେ ନାହିଁ, ମା ଲକ୍ଷ୍ମୀ ରହିବ ନାହିଁ। ମହାଭାରତରେ ରାମାୟଣରେ କଣ ପାଇଁ କେତେ ବଡ ଘଟଣା ଘଟିଛି ସେ ଗୋଟେ ଝିଅ ପାଇଁ ସମ୍ମାନ ନ ଦେବା ପାଇଁ। ମହାଭାରତରେ ରାମାୟଣର ବି ସେ ଗୋଟେ ଝିଅ ପାଇଁ ସେଠି ସମ୍ମାନ ନ ଦେଲା ପାଇଁ। ଏବେ ଗୋଟେ ଝିଅକୁ ଭାବି ନେଲୁନୁ କାମ ବାସ୍ନା ଦେଖିବାଟା ଆଉ କିଛି ଅନ୍ୟ ସୋଚ ନାହିଁ। ଗୋଟେ ଝିଅକୁ ଆମ ହୃଦୟ ଭିତରଠୁ ତାକୁ ଆମେ ସମ୍ମାନ ଦେବାଟା ଶିଖିବୁ। ସେ ଚିଜ ଯେବେ ଶିଖିବ ନା ତମ ଘରେ ଅଟୋମେଟିକ ସୁଖ ଶାନ୍ତି ଆସିବ, ମା ଲକ୍ଷ୍ମୀ ଆସିବ, ତମ ଘରେ ସମସ୍ତେ ଖୁସିରେ ରହିବ। ତମେ ଗୋଟେ ଝିଅକୁ ସମ୍ମାନ ଦେବାଟା ଶିଖିନ ତେବେ ତ ତମ ମନରେ କେବେ ସନ୍ତୁଷ୍ଟି ମିଳିବ ନାହିଁ, ତମ ଘରେ ସୁଖ ଶାନ୍ତି ରହିବ ନାହିଁ, ଘରେ ମା ଲକ୍ଷ୍ମୀ କେବେ ରହିବ ନାହିଁ। ସଂସାର ଖାଲି ଗୋଟେ ଝିଅରେ ଏଇ ସଂସାର ଚାଲୁଛି। ସକାଳେ ଉଠିଲା ବେଳଠୁ ରାତି ଶୋଇବା ସୁଦ୍ଧା ଗୋଟେ ଝିଅ ହିଁ ସବୁ କର୍ତ୍ତବ୍ୟ ନିଭାଉଛି। ଭଉଣୀ ରୂପରେ, ମା ରୂପରେ, ସ୍ତ୍ରୀ ରୂପରେ, ଝିଅ ରୂପରେ। ଘରେ ଖାଇବାଟା, ରୋଷେଇ ବାସ, ଡ୍ରେସ ପଟା ସବୁ ଧୁଆଧୁଇ କରିବାଟା, ଆମକୁ ସେବା କରିବାଟା, ପ୍ରତ୍ୟେକ ଚିଜରେ ଗୋଟେ ଝିଅ ହିଁ ସମ୍ଭାଳୁଛି। ଆମକୁ ବି ସେ ଗୋଟେ ଝିଅ ହିଁ ସମ୍ଭାଳୁଛି। ମାତ୍ର ସେ ଝିଅକୁ ଆମେ କେବେ ମନରେ ବୋଧହୁଏ ସମ୍ମାନ ଦେବାଟା ଶିଖିଲୁନି। ଆମେ ପୁରୁଷ ତାକତ ଅଛି ବୋଲି ହାତ ଉଠେଇଦେବୁ, ଶକ୍ତି ଅଛି ବୋଲି କହିଦେବୁ, ଆମେ ନିଜେ କଷ୍ଟ କରୁଛୁ ପଇସା ବୋଲି ପଇସାର କାମ ଦେଉଛୁ। ମାତ୍ର ସେ ଘରେ ସବୁ ଜିମ୍ମେଦାରି ଉଠାଉଛି, ଯିଏ ଘରେ ସବୁ ଜିମ୍ମେଦାରି ଉଠାଉଛି ତାକୁ ଜଣା। ଆମେ ବାହାରେ ସବୁବେଳେ ପଇସା ଇନକମ କରିଦେବୁ ମନା ନାହିଁ, ତାକୁ ଚଳେଇବା ଦେଖିବାଟା ସେ ଗୋଟେ ଗୋଟେ ଦୁଃଖ କଷ୍ଟ ସେ ଭୋଗୁଛୁ ସେଟା କିଏ ଜାଣିନାହିଁ, କୋଉ ପୁଅ ବି ଜାଣିପାରିବେ ନାହିଁ। ସେ ଚିଜ କାହାକୁ ସେୟାର କରି କହିପାରୁନି। ଆମ ପୁଅ ମାନଙ୍କୁ ଟିକେ ବହୁତ ଲାଗିଲେ ଟିକେ ଟେନସନ ଲାଗିଲେ ସାଙ୍ଗସାଥି ସହିତ ବୁଲିବା ପାଇଁ ଯିବୁ, କୋଉଠି ଏଣ୍ଟରଟେନମେଣ୍ଟ କରିବା ପାଇଁ, ବାଇକ ଧରି କୋଉଠି ମୁଭି ଦେଖିବା ପାଇଁ, କୋଉଠି ପାର୍କରେ, କୋଉଠି ଭଲ ଭଲ ଜାଗା ଏଣ୍ଟରଟେନମେଣ୍ଟ କରିବା ପାଇଁ ଯିବୁ। ଆଉ ସବୁବେଳେ କିଛି ନା କିଛି କାମରେ ପ୍ରତ୍ୟେକ ପୁଅ ପିଲା ବାହାରେ ଯାଇଥିବେ, ମାତ୍ର ଝିଅ ମାନେ କେବେ ଯିବେ ନାହିଁ। ସବୁବେଳେ ସେମାନେ ଘରେ ହିଁ ରହିବେ। ସେମାନେ ଗୋଟେ ଜାଗାରେ ରହିକରି ସେ ଗୋଟେ କାମରେ ପ୍ରତ୍ୟେକ ଦିନ ଲଗାଉଛନ୍ତି। ତାଙ୍କ ମନ କେତେ ସେମାନେ କଣ୍ଟ୍ରୋଲ କରୁଛନ୍ତି ତମେ ସେ ଚିଜ ନିଜେ ପୁଅ ଗୋଟେ ମାସ ଘରେ ରୁହ, ଗୋଟେ ମାସ ଘରେ ରହି ଗରମ କାମ କରିବା ପାଇଁ ବୋର ଲାଗିବ, ରହିପାରିବୁନି, ଆମ ମନକୁ ସମ୍ଭାଳି ପାରିବୁନି। ମାତ୍ର ଝିଅ ମାନେ ପ୍ରତ୍ୟେକ ବର୍ଷ ଛୋଟ ବେଳକୁ ବଡ ହେଇଯିବେ, ତାଙ୍କ ମା ବାପା ଘରେ 20 ବର୍ଷ ସୁଦ୍ଧା ସେଠି ଗୋଟେ ଘରେ ରହିବେ। ଯେତେ ପଢାପଢି କଲାବେଳେ ତାଙ୍କ ଉପରେ ଶାସନ ରହିବ, ଆଉ ମ୍ୟାରେଜ ହେଲା ପରେ ତାଙ୍କ ହଜବେଣ୍ଡ ଶାସନ ଥିବ। ସେ କୋଉଠି ଯାଇପାରିବ ନାହିଁ, ତା ଇଚ୍ଛାରେ କିଛି ଖାଇପାରିବ ନାହିଁ, ତା ଇଚ୍ଛାରେ କୋଉ ଜାଗାରେ ଯାଇପାରିବ। ଆମେ ଯୋଉ କିଛି ଆଣିଦେଲେ ସେ ଖାଇବ, ଆମେ ଯୋଉ କିଛି ଲାଇଫରେ ପଇସା ରୋଜଗାର ଯୋଉଟା କିଣିକରି ଦେଲେ ତା ଲାଇଫରେ ସେ ଚିଜ ଧରି ସେ ଲାଇଫରେ ଚାଲିବ। ତା ମନରେ ସନ୍ତୁଷ୍ଟି ଥାଉ ନଥାଉ, ମାତ୍ର ସେ କଷି କରି ଆଗକୁ ବଢିବ। ତା ବିଷୟରେ ଆମେ କେବେ ଭାବୁନୁ। ଆମେ ପୁଅ ପିଲା ନିଜେ ରୋଜଗାର କରିଛୁ ବୋଲି ଯୋଉଟା ଚାହିଁ ସେଟା ଖାଇ
ପାଇପାରୁଛୁ, ଯୋଉଟା ଚାହିଁଲେ ଦେଖିପାରୁଛୁ, ଯୋଉଟା ବି ସେଠି ଖାଇପାରୁଛୁ, ଯେମିତି ଗଲେ ସେମିତି ଆମେ ମନ ମାନି କରିପାରୁଛୁ। ମାତ୍ର ଝିଅ ପିଲାମାନଙ୍କୁ ସେମିତି ଆଜାଦି ନାହିଁ। ପ୍ରତ୍ୟେକ ଝିଅ ତମେ ଦେଖ, ତମ ମା ସେମିତି, ତମ ଭଉଣୀ ବି, ତମ ଝିଅ ବି, ତମ ସ୍ତ୍ରୀ ବି, ମାତ୍ର ସେ ଚିଜ ଆମେ ପୁଅ ପିଲା କେବେ ବୁଝିବା ପାଇଁ ଚାହୁଁନୁ, ତାଙ୍କୁ ସମ୍ମାନ ଦେବାଟା କେବେ ଚାହୁଁନୁ, ତାଙ୍କୁ ରେସପେକ୍ଟ ଦେବାଟା କେବେ ଚାହୁଁନୁ। ଗୋଟେ ଝିଅକୁ ଭାବି ନେଲୁ ସେ ଖାମ ବାସ୍ନା ନଜର ଦୃଷ୍ଟି ଦେଖିବାଟା, ଆଉ ଅନ୍ୟ କିଛି ନାହିଁ। ଏବେ ସଚରେ ତ ପ୍ରତ୍ୟେକ ଲୋକ 100ରୁ 70% ଲୋକ ମାଇଣ୍ଡ ସେଟ ସେ ଗୋଟେ ଚିଜ, ଆଉ ଅନ୍ୟ କିଛି ନାହିଁ। ତମ ହୃଦୟ ଭିତରଠୁ ସମ୍ମାନ ଦେବାଟା ଶିଖ, ତମ ମନରେ ସନ୍ତୁଷ୍ଟି ଆସିବ, ତମ ଲାଇଫରେ ସୁଖ ଶାନ୍ତିରେ ରହିପାରିବ। ସମସ୍ତଙ୍କୁ ନମସ୍କାର, ସୀତାରାମ।